प्रभुक महानामर धन्यवाद हो। प्रभु आमान को आउ थरे ए वर्षर शेष रविवार उपासना रे तांको निकटवर्ती हेबापाई सुजोग देइछंती। प्रकृत रे आज आम पाई गोटे सौभाग्यर दिन। अनेकंक मनरे जेतेबेले नूतन वर्ष आरंभ करती ए वर्ष आमे कि प्रकार समाप्त करिबु ए चिंता थाए, किंतु प्रभु का नाम धन्य हो। से आपना लोक मानकर तत्पने आज पर्यंत आमनकर आवश्यकता दे आमन को प्रतिपालन कले। पुणी ए वर्षर शेष रविवार उपासनार दिन रे तांको निकटवर्ती हेबा पाई आमन को अनुग्रह कले। तेणु सर्वप्रथमे ईश्वर को धन्यवाद देवा सहित आज उपासना रे उपस्थित प्रत्येक प्रिय प्रभुंक लोक मान निकट में हृदयर कृतज्ञता एवं नमस्कार जनाए। आसंतु आज उपासना आरंभ करी आमने प्रार्थना करिबा। आहे आमानकर परित्राणर शैल सन्याधिपति सदाप्रभु, तुम महानामर गौरव प्रशंसा करुछु प्रभु। तुमर विश्वस्तता आमानक पाई प्रचुर अटे। आमानकर व्यक्तिगत जीवन को समीक्षा कला बेले आमानकर योग्यतार बाहरे तुमे आमानक पाई आशीर्वाद ढाली देल प्रभु। तुम नाम धन्य हो पिता। समस्त प्रकार परिस्थिति को नियंत्रण करी आमान को ए वर्षर शेष उपासनार दिन रे तुम पवित्र उपस्थिति मध्य को आसवा को सुजोग देल प्रभु। प्रार्थना करो आमे भिन्न भिन्न स्थान रे थिले मध्य तुमर उपस्थिति दियो। जे भली हे आत्मारूपी परमेश्वर तुमर आत्मांकर उपस्थिति अनुभव करी आमे तुमर सेवा करि परिबा। समस्त अमंगलरु आमान को तुमे रक्षा कर। प्रार्थना सुनिल धन्यवाद दे उपासनार अवशिष्ट समय को निज निज को तुम हस्तरे समर्पण करी जिसुंक नाम रे मागुअछु, आमेन। प्रभु को महानामर धन्यवाद हो। आसंतु आज उपासना आरंभ करी आमने गोटे गीत गान करिबा। मु अनुरोध करी आमान मध्य भाई मनोज पाणी अच्छी से सम्मुख को आसी अति पुरातन गीतटी आमान निमंते गान करिबे। आहे अनंत सीम तुमरी मधुर प्रेम के करी पारे वर्णन। तुम प्रेम पाई धन्य ए धरा धाम। आहे अनंत सीम तुमरी मधुर प्रेम के करी पारे वर्णन। तुम प्रेम पाई धन्य ए धरा धाम। आहे अनंत सीम कागज हुअंता जदि आकाशर बक्ष। लेखनी हुअंता जदि प्रतिलता वृक्ष। कागज हुअंता जदि आकाशर बक्ष। लेखनी हुअंता जदि प्रतिलता वृक्ष। सागरर नील नेई से लेखनी जाक। प्रतिटी मणिष जदि हुअन्ते लेखक। तथापि सरंता नाही आकाशर सीमा डेई। बनिबाकु प्रभु तुम अमृत प्रेम। आहे अनंत सीम
ତୁମରି ମଧୁର ପ୍ରେମ କେ କରିପାରେ ବର୍ଣ୍ଣନ। ତୁମ ପ୍ରେମ ପାଇ ଧନ୍ୟ ଏ ଧରାଧାମ, आहे ଅନନ୍ତ ସୀମ। ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତ, ଦାନ କଲ ଏକ ମାତ୍ର ପ୍ରାଣ ପ୍ରିୟ ପୁତ୍ର। ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତ, ଦାନ କଲ ଏକ ମାତ୍ର ପ୍ରାଣ ପ୍ରିୟ ପୁତ୍ର। ତପତରୁ ଧୀର ଢାଳି କଲ ପ୍ରାୟଶ୍ଚିତ, ପାପୀ ପାଇଁ ଏଡ଼େ ପ୍ରେମ ଦେଖିଲା ମୋର ତ। ସେ ପ୍ରେମରୁ କଣିକାଏ ଦିଅ ପ୍ରଭୁ ଏ ହୃଦଏ, ସାରା ବିଶ୍ୱ ଭରି ଯାଉ ସେ ଦିବ୍ୟ ପ୍ରେମ, आहे ଅନନ୍ତ ସୀମ। ତୁମରି ମଧୁର ପ୍ରେମ କେ କରିପାରେ ବର୍ଣ୍ଣନ। ତୁମ ପ୍ରେମ ପାଇ ଧନ୍ୟ ଏ ଧରାଧାମ, आहे ଅନନ୍ତ ସୀମ। ସୁନ୍ଦର ଗୀତ ପାଇଁ ଧନ୍ୟବାଦ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ଗୀତର ଭାବାର୍ଥ ବୁଝିବା ପାଇଁ ଆମମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଆଜିର ଧ୍ୟାନ ନିମନ୍ତେ ମୁଁ ବାକ୍ୟରୁ କେବଳ ଅଳ୍ପ ଅଂଶ ପଢ଼ିବି। ଆମମାନେ ସମସ୍ତେ ଜାଣୁ ବର୍ତ୍ତମାନ ଖ୍ରୀଷ୍ଟମାସ ସିଜନ୍ ଚାଲିଛି। ପ୍ରଭୁ ଯୀଶୁଙ୍କ ଜନ୍ମରେ ଆମମାନେ ଗତ 25 ତାରିଖରେ ପାଳନ କରୁଥିଲୁ। ପ୍ରଭୁ ଯୀଶୁଙ୍କର ଜନ୍ମରେ ସାରା ପୃଥିବୀ ଇତିହାସକୁ ପରିବର୍ତ୍ତନ କରିଦେଇଥିଲା। ଆଉ ତାଙ୍କ ଜନ୍ମରେ କେତେକ ବ୍ୟକ୍ତିମାନଙ୍କର ଭୂମିକା ବାଇବଲ ପ୍ରକାଶ କରେ। ଯେତେବେଳେ ତାଙ୍କ ଜନ୍ମରେ କେଉଁମାନେ ଇନଭଲ୍ଭ, ସେମାନଙ୍କ କଥା ଚିନ୍ତା କରୁ କରୁ ପ୍ରଥମରେ ଆମେ ଜାଣୁ ପିତା ପରମେଶ୍ୱର, ଯେ କି ପ୍ରଥମ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରେ ସେ ସାମିଲ ଅଛନ୍ତି। ତାପରେ ଆମେ ଜାଣୁ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯୀଶୁଙ୍କ ଜନ୍ମରେ ସାମିଲ ଅଛନ୍ତି। ପୁଣି ଆମେ ବି ଜାଣୁ ପବିତ୍ର ଆତ୍ମା ମଧ୍ୟ ମରିୟମଙ୍କ ଉପରେ ଅଧିଷ୍ଠାନ କରନ୍ତେ ସେ ଗର୍ଭବତୀ ହେଲେ। ଏଇଟା ଥିଲା ଐଶ୍ୱର୍ଯ୍ୟ କାର୍ଯ୍ୟ। ପୁଣି ତାଙ୍କ ଜନ୍ମରେ ମାନବିକ କାର୍ଯ୍ୟର କେତେକ ଗୁରୁତ୍ୱ ବ୍ୟକ୍ତିମାନଙ୍କ କଥା ବାଇବଲ ଉଲ୍ଲେଖ କରେ। ଯଦିଓ ଧନ୍ୟ ସେ ମରିୟମ, ଯେ କି ଆପଣା ଗର୍ଭକୁ ପରମେଶ୍ୱରଙ୍କ ନିମନ୍ତେ ସମର୍ପଣ କଲେ। ସମାଜରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ, ଜଣେ କୁମାରୀ ନିଜ ଗର୍ଭକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା କଥା। ଆଶ୍ଚର୍ଯ୍ୟର କଥା। ଆଉ ସେ କହିଲେ, ମୁଁ ପ୍ରଭୁଙ୍କ ଦାସୀ, ପ୍ରଭୁଙ୍କ ଇଚ୍ଛା ଅନୁସାରେ ମୋ ଜୀବନରେ ଘଟୁ। ମାନେ ସେ ଜଣେ ବ୍ୟକ୍ତି ଯେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅର୍ଥାତ୍ ଜଗତର ପରିତ୍ରାଣକର୍ତ୍ତା ପୃଥିବୀରେ ଜନ୍ମ ନେବେ, ଆଉ ତାଙ୍କର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ। ତାପରେ ଆମେ ଦେଖୁଛୁ ଯୋସେଫ, ଧନ୍ୟ ସେ ଧାର୍ମିକ ବ୍ୟକ୍ତି। ସେ ଜଣେ ଗର୍ଭବତୀ ସ୍ତ୍ରୀକୁ ଆପଣାର ସ୍ତ୍ରୀ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରୁଛନ୍ତି ବା ପଛଘୁଞ୍ଚା ଦେଉନାହାନ୍ତି। କାରଣ ବାଇବଲ ପ୍ରକାଶ କରେ, ଯେତେବେଳେ ସେ ଗୋପନରେ ମରିୟମଙ୍କୁ ପରିତ୍ୟାଗ କରିବା ପାଇଁ ଇଚ୍ଛା କରୁଥିଲେ, ଦୂତ ତାଙ୍କୁ କହିଲେ, ମରିୟମ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ ଗର୍ଭବତୀ ହୋଇଛନ୍ତି, ତାହାଙ୍କୁ ପରିତ୍ୟାଗ କରିବାକୁ ମନରେ ସ୍ଥିର କର ନାହିଁ। ତାମାନେ ସେ ମଧ୍ୟ ଈଶ୍ୱରଙ୍କର ଇଚ୍ଛା ସମ୍ମୁଖରେ ନିଜକୁ
ବଳି କଲେ। ଆଉ ଅନେକ ଅଛନ୍ତି, ତାଙ୍କ କଥା ମୁଁ କହିବି ନାହିଁ। ପୃଥିବୀ ଆକାଶମଣ୍ଡଳ ମଧ୍ୟ ତାଙ୍କ ଜନ୍ମରେ ସାମିଲ ଅଛନ୍ତି। ସେଇଦିନ ଯେଉଁ ତାରକା ଦେଖାଗଲା, କେବେ ମଧ୍ୟ ଆକାଶରେ ସେ ପ୍ରକାର ତାରକା ଦେଖାଯାଇନଥିଲା। ଆଉ ଆମେ ଜାଣୁ ମେଷପାଳକମାନେ ଥିଲେ, ଦୂତ ଥିଲେ। କିନ୍ତୁ ଜଣେ ବ୍ୟକ୍ତିଙ୍କ ବିଷୟରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଲୁକ 2 ଅଧ୍ୟାୟ ତାର 25ରୁ 28 ପଦ ବା 30 ପଦ ପର୍ଯ୍ୟନ୍ତ ଆମେ ପଢ଼ିବା। ଆଉ ଏ ସ୍ଥାନରେ ଏ ପ୍ରକାର ଲେଖାଯାଏ, ଆଉ ଦେଖ ଜେରୁସାଲେମରେ ସିମିଓନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ। ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ। ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। ସେ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ। ପୁଣି ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ତାହାଙ୍କ ଭିତରକୁ ଆଣିଲେ, ସେତେବେଳେ ସେ ତାହାଙ୍କୁ କୋଳରେ ଘେଣି ଈଶ୍ୱରଙ୍କ ସ୍ତବ କରି କହିଲେ, ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ, କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି। ପ୍ରଭୁ ଏହି ପଠିତ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆପଣମାନଙ୍କୁ କହୁଥିଲି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତକୁ ଆଗମନ କରିବା ନିମନ୍ତେ ପିତା ପରମେଶ୍ୱର ନିଜେ ଜଣେ ଆଉ ବ୍ୟକ୍ତି ଭାବରେ ଆତ୍ମାରୂପୀ ପରମେଶ୍ୱର ସେ ସାମିଲ ଅଛନ୍ତି। ପବିତ୍ର ଆତ୍ମା ପରମେଶ୍ୱର ସେ ସାମିଲ ଅଛନ୍ତି। ଏଇଠି ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ ଦେଖିଲୁ ଯେ ସେ ହେଉଛନ୍ତି ସିମିଓନ, ଯେ କି ଜେରୁସାଲେମରେ ଇସ୍ରାଏଲ ଲୋକମାନଙ୍କର ଶାନ୍ତି ନିମନ୍ତେ ସାନ୍ତ୍ୱନା ଅପେକ୍ଷା କରି ମନ୍ଦିରରେ ରହି ଈଶ୍ୱରଙ୍କର ସ୍ତବଗାନ କରୁଥିଲେ, ପ୍ରାର୍ଥନା କରୁଥିଲେ, ନିବେଦନ କରୁଥିଲେ, ଆଉ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। କେଉଁ ସାନ୍ତ୍ୱନା? ଇସ୍ରାଏଲ ଲୋକମାନଙ୍କୁ ଶାସନ କରିବା ପାଇଁ ଅନେକ ରାଜାମାନେ ମହାରାଜାମାନେ ଆସି ସେମାନଙ୍କ ପ୍ରତି ଯେଉଁ ଅନ୍ୟାୟ ଆଉ ଦୁର୍ନୀତି ଆଉ ଦୁର୍ବ୍ୟବହାର କରୁଅଛନ୍ତି ତାହା ସେ ଜାଣିଥିଲେ। ଆଉ ସେ ଜଗତର ରାଜାଙ୍କୁ, ମସିହଙ୍କୁ, ପରିତ୍ରାଣକର୍ତ୍ତାଙ୍କୁ, ପ୍ରଭୁ ଯୀଶୁଙ୍କୁ ଅପେକ୍ଷା କରି ଜେରୁସାଲେମ ମନ୍ଦିରରେ ସେ ପ୍ରାର୍ଥନାରତ ଥିବା ବ୍ୟକ୍ତି ସିମିଓନ। ଆଉ ତାଙ୍କ ବିଷୟରେ ବାଇବଲ କୁହେ ସେ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ। ଆଶ୍ଚର୍ଯ୍ୟ କଥା, ଜଣେ ଧାର୍ମିକ ବ୍ୟକ୍ତି। ବର୍ତ୍ତମାନ ଜଗତର ଧାର୍ମିକ ବ୍ୟକ୍ତି କହିଲେ ଆମେ ଅନେକ ସ୍ଥାନରେ ଦେଖୁ ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଆତ୍ମୀୟ ଲୋକ ପାଇଁ ହିଁ ମନୋଯୋଗୀ ହୋଇ ବୋଝର ସହିତ ପ୍ରାର୍ଥନା କରନ୍ତି। କିନ୍ତୁ ଏ ବ୍ୟକ୍ତି କ'ଣ ଥିଲେ? ସମଗ୍ର ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। ସେ ଜଣେ ଧାର୍ମିକ। ଧାର୍ମିକ କେଉଁମାନେ? ନୂତନ ନିୟମରେ ଧାର୍ମିକ ସେଇମାନେ ସାଧୁକି ଫାରସୀମାନେ ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ତନ ତନ କରି ଅଧ୍ୟୟନ କରିଥିଲେ, ବ୍ୟବସ୍ଥା ପୁସ୍ତକକୁ ଭଲ ଭାବରେ ପଢ଼ିଥିଲେ। ଜଣେ ସାଧୁକି ହେବା ପାଇଁ, ଫାରସୀ ହେବା ପାଇଁ, ଧାର୍ମିକ ଗଣିତ ହେବା ପାଇଁ ପୁରାତନ ନିୟମକୁ ତାକୁ 35ରୁ ଅଧିକ ଥର ମୁଖସ୍ଥ କରିବାକୁ ପଡ଼ୁଥିଲା। ତାମାନେ ସିମିଓନ ସେଇ ବ୍ୟକ୍ତି ଯେ କି ଈଶ୍ୱରଙ୍କର ବାକ୍ୟକୁ ଭଲ ଭାବରେ ଜାଣିଥିଲେ। ଲେଖା ଅଛି ସେ ଭକ୍ତ ବ୍ୟକ୍ତି ଥିଲେ। ଭକ୍ତ ସେଇମାନେ ଯେଉଁମାନେ ଦିନ ରାତି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନାରେ ରତ ଥାନ୍ତି। ଆଉ ତାଙ୍କ ବିଷୟରେ ଭବିଷ୍ୟତବାଣୀ କୁହାଯାଇଥିଲା। କ'ଣ କୁହାଯାଇଥିଲା? ତାର 26 ପଦରେ ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
से जानिथिले जगतर परित्राणकर्ता अभिषिक्त मसीह प्रभु जीशु ख्रीष्ट जगतरे जन्म नेबे आउ तांकर दर्शन परे तुमर मृत्यु हेबा। अनेक बाइबल पंडित माने कहती तांक विषय तांकर बयस 113 वर्षरु अधिक हेइथिला। से जेरुसालेमर सांत्वना अपेक्षा करुथिले। आ से प्रभु जीशुଙ୍କର जन्म परे तांकु से देखिबार सुजोग मध्य पाइले। मु सबले सेति पई कहे वयोज्येष्ठ लोक माने मंडली पई आशीर्वाद अटंती। वयोज्येष्ठ लोक माने जाति पई आशीर्वाद अटंती। वयोज्येष्ठ लोक माने कुल पई आशीर्वाद अटंती। एटी हमने देखुछु इस्राएलर सांत्वना अपेक्षा करुथिबा व्यक्ति सिमियोन। आउ से आमने देखुछु जेतेबेले जीशुंक पितामाता ताहांकर विषय व्यवस्थार विधि अनुଯାୟୀ क्रिया करबा निमंते जीशुंकु जेरुसलेम मंदिर को आनिले। आउ से तांकु कोଳରେ घेनिले। आउ ईश्वरंकर स्तव कले बोली लेखा अछि। प्रिय प्रभुंक लोक माने आमे बड़दिन पर्व पालन करू। गतकाली बा 25 तारिख प्रचार जेतले मु सुनुथिली जीशु से दिन शिशु रूपरे क्रंदन करिथिले। आज किंतु प्राप्त वयस्क जीशु आमानकर व्यवहार को देखि क्रंदन करूछंती। मु कोन जीशुंकु प्रकृत रे तांकर जन्मदिन पालन करिबा पई तांकु संतुष्ट करिबारुछि कि एटी देखुछु से जीशुंक पितामाता को अपेक्षा करथिले जेरुसलेम मंदिर भितरे। आ जेतेबेले भितर को आनिले सेमानकर नियम अनुसार बालक को सुन्नत करबा निमंते किंबा मंदिर रे याजकंक उद्देश्य सम्मुख रे उत्सर्ग करबा निमंते सेही समय से बालक को अर्थात प्रभु जीशु ख्रीष्ट को अर्थात अभिषिक्त मसीह को से कोଳରେ घेनी कहउछंती हे प्रभु एबे तुम्हें अपना वाक्य अनुसार निज दास को शांति रे प्रस्थान करने को देउछ। कारण पवित्र आत्मा तांको अनेक दिन पूर्वर प्रत्यादेश देइथिले जे अभिषिक्तंकर दर्शन न पाइले तुमर मृत्यु हेब नाही। आ से बालक को कोଳରେ घेनी कहउछंती प्रभु एबे अपना दास को शांति रे प्रस्थान करने को देउछंती। प्रिय प्रभुंक लोक माने आमे तो प्रभु जीशु ख्रीष्टंकर जन्मदिन पालन कलु। जन्मदिन पालन कला परे आमे कोन एई कथा कहछु प्रभु मु तुमर जन्मदिन पालन कली तुमको मु कोଳରେ नेली तुमको मु हृदय रे नेली एबे मते जगतरु विदाय नेबाको अनुमति दियो। आमे एथि पई मृत्यु को भय करू जेहेतु आमे प्रस्तुत न हो। जने प्रस्तुत व्यक्ति निमंते मृत्यु भयजनक नुह। आउ से कहउछन्ते कारण मोहर नेत्र तुम्भर परित्राण देखिअछि। आमने पुरातन नियम रे आउ जने व्यक्ति कथा देखो जेतेबेले इस्राएल जोसेफ को देखिले आउ से कहिले एबे मोहर मृत्यु हेउ कारण मु तुम्भर मुख देखिअछि। प्रकृत रे प्रभुंक ठारे निर्भर करिथिबा लोकमानंकर प्रार्थना अनुसार प्रभु सेमानंक जीवन रे कार्य करन्ते। एठी हमने देखुछु से सिमियोन जीशु को कोଳରେ नेले आउ कहिले प्रभु तुम वाक्य अनुसार अपना दासन को शांति रे प्रस्थान करने को दियंतु। प्रिय प्रभुंक लोक माने जीवन रे अनेक थर बड़ दिन पालन करिछु। को वर्ष आमने कहिछु प्रभु मु आपणको दर्शन कली मोहर नेत्र तुम्हार परित्राण देखिला मोहर हृदय तुमको परित्राण कर्ता रूपे ग्रहण कला मोहर मुख परित्राण कर्ता प्रभु जीशु बोली स्वीकार कला एबे मते शांति रे प्रस्थान करने को दियो। मु तेणु आपण मान कहली
विश्वासी निमंते प्रस्तुत व्यक्ति निमंते मृत्यु भयजनक नुह। ए अल्प समय पूर्व आम गीत शुणुलु जगत को एते प्रेम कल आपना पुत्र को देल पिता परमेश्वर आपण को मते उद्धार करने मनुष्य रूप ए जगत को आसिले। तेणु मु गतकाली आलोचना कहूली बड़ दिन अर्थ द डे ऑफ साल्वेशन परित्राणर दिन। से दूत कहले देख मु समस्त निमंते अत्यंत आनंदजनक सुसमाचार आनी अच्छी। एठी सिमियन कहते मोहर नेत्र तुम्भर परित्राण देखी अच्छी। धन्य से व्यक्ति जे ख्रीष्ट को अपना स्वचक्षुरे देखी थे। धन्य से व्यक्ति जे ख्रीष्ट को अपना हस्तर नहीं कोड़े आलिंगन करते। आ लेखा अच्छी विजाति मानक प्रति सत्य प्रकाशक ज्योति पुणी तुम्भ लोक इस्राएल गौरव स्वरूप करियछ। जीशुଙ୍କ विषय सिमियन कहते जो लोक माने अंधकार रे थिले जिसाया पुस्तक लिखा जाए जे विजातीय मानक निकटरे सत्य प्रकाशक ज्योति स्वरूपे अपना पुत्र को प्रभु तुम्हें जगत को देल। तेणु धन्य है मोर चक्षु मु ताहांको दर्शन कली धन्य है मोर हस्त मु ताहांको देखी पारिली। जिसाया 9:2 लिखा अछि जो गोष्ठी अंधकार रे भ्रमण कले से माने महा आलुओ देखी अछंती। एइटा थिला इस्राएल लोक मानक पई ख्रीष्टंकर जन्म महा आलुओ। जो माने मृत्यु छाया रूप देश रे वास कले से मानक उपरे दीप्ति उदित होई अछि। तेणु सिमियन कहउछंती विजाति मानक प्रति सत्य प्रकाशक ज्योति पुणी तुम्भ लोक इस्राएलर गौरव स्वरूप करियछ। जेतेबेले सिमियन जीशु को कोଳରେ नहीं कहउछंती धन्य पिता तुम नाम विजातीय मानक पई तुमे सत्य प्रकाशक ज्योति। आउ वाक्य लिखा जाए तांको पितामाता चमत्कृत हेले। आउ 34 पदर लिखा जाए सिमियन सेमान को आशीर्वाद करी ताहांक माता मरियम को कहिले देख जेपरी अनेकंकर हृदयर भाव प्रकाशित हुए सेथिपाई एही शिशु इस्राएल मध्यरे अनेकंक पतन और उत्थान निमंते एवं जहा विरुद्ध रे कथा कहाजिब एपरि चिन्ह हेबा निमंते निरूपित पुणी तुम्भ निज प्राण को मध्य खड्गविद्ध करिब। सिमियन कहउछंती ए जो व्यक्ति जन्म नेले इस्राएल मानक पाई विजातीय मानक पाई अंधकार रे भ्रमण करुथिबा लोक मानक पाई ज्योति स्वरूप आउ अनेकंक निमंते कौन हेबे उत्थान आउ पतनर कारण। प्रिय प्रभुंक लोक माने जीशुंक जन्मदिन रे आपणकर प्रतिक्रिया कौन? आपण कौन से व्यक्ति जे जीशुंकर प्रकृत आगमन को अपेक्षा करुथिबा व्यक्ति? तेणु मु आपण को कहली प्रभु जीशु ख्रीष्टंकर जन्मदिन परित्राणर दिन कारण से जगत रे जन्म नेबा द्वारा समग्र जगत जेपरी परित्राण पाइब आउ ख्रीष्टंक राज्य रे स्थान पाइब एया थिला ताहांकर योजना। जीशुंक जन्मदिन आनंदर दिन। तेणु दूत कहले समस्त लोकंक निमंते अत्यंत आनंदजनक सुसमाचार मु आनी अछि। प्रभु आमान को अनुग्रह करंतु। आसंतु प्रिय प्रभुंक लोक माने से प्रभु जीशुंकर जन्मदिन को जदि आमने ए वर्ष ठीक भाव रे पालन करि पारि नाहु तांकर आगमन को आमने निज निज को प्रस्तुत करिबा आउ एक कथा कहिबा मोहर नेत्र तुम्भर परित्राण देखी अच्छी। प्रभु आम प्रत्येक को आशीर्वाद करंतु। प्रार्थना करिबा। स्वर्गीय पिता तुमर धन्यवाद करू सुंदर समय पाए ए पर्यंत ए मंडली को तुम्हें प्रतिपालन कल। मंडली को
ସୁରକ୍ଷା ଦେଲ, ମଣ୍ଡଳୀର ସମସ୍ତ ଭାର ନେଲ, ମଣ୍ଡଳୀ ପ୍ରତି ମନୋଯୋଗୀ ପ୍ରଭୁ ହେଲ। ଏ ବର୍ଷର ଶେଷ ଉପାସନା ବା ରବିବାର ଉପାସନାର ଦିନ ଦେଖିବାକୁ ଦେଲ। ପ୍ରଭୁ ତୁମ ନାମ ଧନ୍ୟ ହେଉ। ପ୍ରାର୍ଥନା କରୁ ଏ ବର୍ଷର ଆଉ କେତେକ ବାକି ଦିନ ପ୍ରଭୁ ତୁମକୁ ଭୟ କରି କ୍ଷେପଣ କରିବା ପାଇଁ ଆମମାନଙ୍କୁ ଅନୁଗ୍ରହ କର। ଆସୁଥିବା ନୂଆ ବର୍ଷ ଆମ ପ୍ରତ୍ୟେକଙ୍କ ଜୀବନ ପାଇଁ ଆଶୀର୍ବାଦର ବର୍ଷ ହେବା ନିମନ୍ତେ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ଦିଅ। ପୁଣି ଆମ ମଣ୍ଡଳୀ ଦ୍ୱାରା ପ୍ରଭୁ ତୁମେ କେବଳ ଗୌରବାନ୍ୱିତ ହୁଅ। ପ୍ରାର୍ଥନା ନିବେଦନ ଶୁଣିଲ, ଧନ୍ୟବାଦ ଦେଇ ଆଉ ଥରେ ଆମ ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରି ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆହ୍ୟାମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ। ତୁମର ଇଚ୍ଛା ସଫଳ ହେଉ। ଆଜି ଏମାନଙ୍କୁ ପ୍ରୟୋଜନ ଆହାର ଦିଅ। ଆମ୍ଭେମାନେ ଯେପରି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କ ଅପରାଧ ସକଳ କ୍ଷମା କର। ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଜଣୁ ରାଜ୍ୟ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମ୍ଭର, ଆମେନ୍। ପିତା ଈଶ୍ୱରଙ୍କ ପ୍ରେମ, ପୁତ୍ର ପ୍ରଭୁ ଯୀଶୁଙ୍କ ଅନୁଗ୍ରହ, ପବିତ୍ର ଧର୍ମାତ୍ମାଙ୍କ ଶାନ୍ତି, ଶକ୍ତି, ସୁମଧୁର ସହଭାଗିତା ଏ ସମୟରେ ତୁମର ଆଗମନ ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କ ସହିତରେ ସଙ୍ଗେ ସଙ୍ଗେ ହେଉନ୍ତୁ, ଆମେନ୍। ସମସ୍ତଙ୍କୁ ନମସ୍କାର। ସୁନ୍ଦର ଗୀତ ପାଇଁ ଧନ୍ୟବାଦ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଗୀତର ଭାବାର୍ଥ ବୁଝିବା ପାଇଁ ଆମମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଆଜିର ଧ୍ୟାନ ନିମନ୍ତେ ମୁଁ ବାକ୍ୟରୁ କେବଳ ଅଳ୍ପ ଅଂଶ ପଢ଼ିବି। ଆମମାନେ ସମସ୍ତେ ଜାଣୁ ବର୍ତ୍ତମାନ ଖ୍ରୀଷ୍ଟମାସ ସିଜନ୍ ଚାଲିଛି। ପ୍ରଭୁ ଯୀଶୁଙ୍କ ଜନ୍ମରେ ଆମମାନେ ଗତ 25 ତାରିଖରେ ପାଳନ କରୁଥିଲୁ। ପ୍ରଭୁ ଯୀଶୁଙ୍କର ଜନ୍ମରେ ସାରା ପୃଥିବୀ ଇତିହାସକୁ ପରିବର୍ତ୍ତନ କରିଦେଇଥିଲା। ଆଉ ତାଙ୍କ ଜନ୍ମରେ କେତେକ ବ୍ୟକ୍ତିମାନଙ୍କର ଭୂମିକା ବାଇବଲ ପ୍ରକାଶ କରେ। ଯେତେବେଳେ ତାଙ୍କ ଜନ୍ମରେ କେଉଁମାନେ ଇନଭଲ୍ଭ, ସେମାନଙ୍କ କଥା ଚିନ୍ତା କରୁ କରୁ ପ୍ରଥମରେ ଆମେ ଜାଣୁ ପିତା ପରମେଶ୍ୱର, ଯେ କି ପ୍ରଥମ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରେ ସେ ସାମିଲ ଅଛନ୍ତି। ତାପରେ ଆମେ ଜାଣୁ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯୀଶୁଙ୍କ ଜନ୍ମରେ ସାମିଲ ଅଛନ୍ତି। ପୁଣି ଆମେ ବି ଜାଣୁ ପବିତ୍ର ଆତ୍ମା ମଧ୍ୟ ମରିୟମଙ୍କ ଉପରେ ଅଧିଷ୍ଠାନ କରନ୍ତେ ସେ ଗର୍ଭବତୀ ହେଲେ। ଏଇଟା ଥିଲା ଐଶ୍ୱର୍ଯ୍ୟ କାର୍ଯ୍ୟ। ପୁଣି ତାଙ୍କ ଜନ୍ମରେ ମାନବିକ କାର୍ଯ୍ୟର କେତେକ ଗୁରୁତ୍ୱ ବ୍ୟକ୍ତିମାନଙ୍କ କଥା ବାଇବଲ ଉଲ୍ଲେଖ କରେ। ଯଦିଓ ଧନ୍ୟ ସେ ମରିୟମ, ଯେ କି ଆପଣା ଗର୍ଭକୁ ପରମେଶ୍ୱରଙ୍କ ନିମନ୍ତେ ସମର୍ପଣ କଲେ। ସମାଜରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ, ଜଣେ କୁମାରୀ ନିଜ ଗର୍ଭକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା କଥା ଆଶ୍ଚର୍ଯ୍ୟର କଥା। ଆଉ ସେ କହିଲେ, ମୁଁ ପ୍ରଭୁଙ୍କ ଦାସୀ, ପ୍ରଭୁଙ୍କ ଇଚ୍ଛା ଅନୁସାରେ ମୋ ଜୀବନରେ ଘଟୁ। ମାନେ ସେ ଜଣେ ବ୍ୟକ୍ତି ଯେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅର୍ଥାତ୍ ଜଗତର ପରିତ୍ରାଣକର୍ତ୍ତା ପୃଥିବୀରେ ଜନ୍ମ ନେବେ। ଆଉ ତାଙ୍କର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ। ତାପରେ ଆମେ ଦେଖୁଛୁ ଯୋସେଫ, ଧନ୍ୟ ସେ ଧାର୍ମିକ ବ୍ୟକ୍ତି। ସେ ଜଣେ ଗର୍ଭବତୀ ସ୍ତ୍ରୀକୁ ଆପଣାର ସ୍ତ୍ରୀ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରୁଛନ୍ତି ବା ପଛଘୁଞ୍ଚା ଦେଉନାହାନ୍ତି। କାରଣ ବାଇବଲ ପ୍ରକାଶ କରେ, ଯେତେବେଳେ ସେ
ଗୋପନରେ ମରିୟମଙ୍କୁ ପରିତ୍ୟାଗ କରିବା ପାଇଁ ଇଚ୍ଛା କରୁଥିଲେ। ଦୂତ ତାଙ୍କୁ କହିଲେ, ମରିୟମ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ ଗର୍ଭବତୀ ହୋଇଛନ୍ତି, ତାହାଙ୍କୁ ପରିତ୍ୟାଗ କରିବାକୁ ମନରେ ସ୍ଥିର କର ନାହିଁ। ତାମାନେ ସେ ମଧ୍ୟ ଈଶ୍ୱରଙ୍କର ଇଚ୍ଛା ସମ୍ମୁଖରେ ନିଜକୁ ବଳି କଲେ। ଆଉ ଅନେକ ଅଛନ୍ତି, ତାଙ୍କ କଥା ମୁଁ କହିବି ନାହିଁ। ପୃଥିବୀ ଆକାଶମଣ୍ଡଳ ମଧ୍ୟ ତାଙ୍କ ଜନ୍ମରେ ସାମିଲ ଅଛନ୍ତି। ସେଇଦିନ ଯେଉଁ ତାରକା ଦେଖାଗଲା, କେବେ ମଧ୍ୟ ଆକାଶରେ ସେ ପ୍ରକାର ତାରକା ଦେଖାଯାଇନଥିଲା। ଆଉ ଆମେ ଜାଣୁ ମେଷପାଳକମାନେ ଥିଲେ, ଦୂତ ଥିଲେ। କିନ୍ତୁ ଜଣେ ବ୍ୟକ୍ତିଙ୍କ ବିଷୟରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଲୁକ 2 ଅଧ୍ୟାୟ ତାର 25ରୁ 28 ପଦ ବା 30 ପଦ ପର୍ଯ୍ୟନ୍ତ ଆମେ ପଢ଼ିବା। ଆଉ ଏ ସ୍ଥାନରେ ଏ ପ୍ରକାର ଲେଖାଯାଏ, ଆଉ ଦେଖ, ଜେରୁସାଲେମରେ ସିମିୟନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ। ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ। ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। ସେ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ। ପୁଣି ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, ସେତେବେଳେ ସେ ତାହାଙ୍କୁ କୋଳରେ ଘେଣି ଈଶ୍ୱରଙ୍କ ସ୍ତବ କରି କହିଲେ, ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ, କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି। ପ୍ରଭୁ ଏହି ପଠିତ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆପଣମାନଙ୍କୁ କହୁଥିଲି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତକୁ ଆଗମନ କରିବା ନିମନ୍ତେ ପିତା ପରମେଶ୍ୱର ନିଜେ ଜଣେ ଆଉ ବ୍ୟକ୍ତି ଭାବରେ ଆତ୍ମାରୂପୀ ପରମେଶ୍ୱର ସେ ସାମିଲ ଅଛନ୍ତି। ପବିତ୍ର ଆତ୍ମା ପରମେଶ୍ୱର ସେ ସାମିଲ ଅଛନ୍ତି। ଏଇଠି ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ ଦେଖିଲୁ ଯେ ସେ ହେଉଛନ୍ତି ସିମିୟନ, ଯିଏକି ଜେରୁସାଲେମରେ ଇସ୍ରାଏଲ ଲୋକମାନଙ୍କର ଶାନ୍ତି ନିମନ୍ତେ ସ୍ୱାନ୍ତନା ଅପେକ୍ଷା କରି ମନ୍ଦିରରେ ରହି ଈଶ୍ୱରଙ୍କର ସ୍ତବଗାନ କରୁଥିଲେ, ପ୍ରାର୍ଥନା କରୁଥିଲେ, ନିବେଦନ କରୁଥିଲେ, ଆଉ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। କେଉଁ ସାନ୍ତ୍ୱନା? ଇସ୍ରାଏଲ ଲୋକମାନଙ୍କୁ ଶାସନ କରିବା ପାଇଁ ଅନେକ ରାଜାମାନେ ମହାରାଜାମାନେ ଆସି ସେମାନଙ୍କ ପ୍ରତି ଯେଉଁ ଅନ୍ୟାୟ ଆଉ ଦୁର୍ନୀତି ଆଉ ଦୁର୍ବ୍ୟବହାର କରୁଅଛନ୍ତି ତାହା ସେ ଜାଣିଥିଲେ। ଆଉ ସେ ଜଗତର ରାଜାଙ୍କୁ, ମସିହଙ୍କୁ, ପରିତ୍ରାଣକର୍ତ୍ତାଙ୍କୁ, ପ୍ରଭୁ ଯୀଶୁଙ୍କୁ ଅପେକ୍ଷା କରି ଜେରୁସାଲେମ ମନ୍ଦିରରେ ସେ ପ୍ରାର୍ଥନାରତ ଥିବା ବ୍ୟକ୍ତି ସିମିୟନ। ଆଉ ତାଙ୍କ ବିଷୟରେ ବାଇବଲ କୁହେ ସେ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ। ଆଶ୍ଚର୍ଯ୍ୟ କଥା, ଜଣେ ଧାର୍ମିକ ବ୍ୟକ୍ତି। ବର୍ତ୍ତମାନ ଜଗତର ଧାର୍ମିକ ବ୍ୟକ୍ତି କହିଲେ ଆମେ ଅନେକ ସ୍ଥାନରେ ଦେଖୁ ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଆତ୍ମୀୟ ଲୋକ ପାଇଁ ହିଁ ମନୋଯୋଗୀ ହୋଇ ବୋଝର ସହିତ ପ୍ରାର୍ଥନା କରନ୍ତି। କିନ୍ତୁ ଏ ବ୍ୟକ୍ତି କ'ଣ ଥିଲେ? ସମଗ୍ର ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। ସେ ଜଣେ ଧାର୍ମିକ। ଧାର୍ମିକ କେଉଁମାନେ? ନୂତନ ନିୟମରେ ଧାର୍ମିକ ସେଇମାନେ ସାଧୁ କି ଫାରୁସୀମାନେ ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ତନ ତନ କରି ଅଧ୍ୟୟନ କରିଥିଲେ, ବ୍ୟବସ୍ଥା ପୁସ୍ତକକୁ ଭଲ ଭାବରେ ପଢ଼ିଥିଲେ। ଜଣେ ସାଧୁକି ହେବା ପାଇଁ, ଫାରୁସୀ ହେବା ପାଇଁ, ଧାର୍ମିକ ଗଣିତ ହେବା ପାଇଁ ପୁରାତନ ନିୟମକୁ ତାକୁ 35ରୁ ଅଧିକ ଥର ମୁଖସ୍ଥ କରିବାକୁ ପଡ଼ୁଥିଲା। ତାମାନେ ସିମିୟନ ସେଇ ବ୍ୟକ୍ତି ଯିଏକି ଈଶ୍ୱରଙ୍କର ବାକ୍ୟକୁ ଭଲ ଭାବରେ ଜାଣିଥିଲେ। ଲେଖା ଅଛି ସେ ଭକ୍ତ ବ୍ୟକ୍ତି ଥିଲେ। ଭକ୍ତ ସେଇମାନେ ଯେଉଁମାନେ ଦିନ ରାତି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନାରେ ରତ ଥାନ୍ତି। ଆଉ
ତାଙ୍କ ବିଷୟରେ ଭବିଷ୍ୟତବାଣୀ କୁହାଯାଇଥିଲା। କ'ଣ କୁହାଯାଇଥିଲା? ତାର 26 ପଦରେ ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। ସେ ଜାଣିଥିଲେ ଜଗତର ପରିତ୍ରାଣକର୍ତ୍ତା ଅଭିଷିକ୍ତ ମସିହ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ଜନ୍ମ ନେବେ, ଆଉ ତାଙ୍କର ଦର୍ଶନ ପରେ ତୁମର ମୃତ୍ୟୁ ହେବ। ଅନେକ ବାଇବଲ ପଣ୍ଡିତମାନେ କୁହନ୍ତି ତାଙ୍କ ବିଷୟରେ ତାଙ୍କର ବୟସ 113 ବର୍ଷରୁ ଅଧିକ ହେଇଥିଲା। ସେ ଜେରୁସାଲେମର ସାନ୍ତ୍ୱନା ଅପେକ୍ଷା କରୁଥିଲେ। ଆଉ ସେ ପ୍ରଭୁ ଯୀଶୁଙ୍କର ଜନ୍ମ ପରେ ତାଙ୍କୁ ସେ ଦେଖିବାର ସୁଯୋଗ ମଧ୍ୟ ପାଇଲେ। ମୁଁ ସବୁବେଳେ ସେଥିପାଇଁ କୁହେ, ବୟୋଜ୍ୟେଷ୍ଠ ଲୋକମାନେ ମଣ୍ଡଳୀ ପାଇଁ ଆଶୀର୍ବାଦ ଅଟନ୍ତି, ବୟୋଜ୍ୟେଷ୍ଠ ଲୋକମାନେ ଜାତି ପାଇଁ ଆଶୀର୍ବାଦ ଅଟନ୍ତି, ବୟୋଜ୍ୟେଷ୍ଠ ଲୋକମାନେ କୁଳ ପାଇଁ ଆଶୀର୍ବାଦ ଅଟନ୍ତି। ଏଠି ଆମେ ଦେଖୁଛୁ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିବା ବ୍ୟକ୍ତି ସିମିଓନ। ଆଉ ସେ ଆମେ ଦେଖୁଛୁ ଯେତେବେଳେ ଯୀଶୁଙ୍କ ପିତାମାତା ତାହାଙ୍କର ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ଯୀଶୁଙ୍କୁ ଜେରୁସାଲେମ ମନ୍ଦିରକୁ ଆଣିଲେ, ଆଉ ସେ ତାଙ୍କୁ କୋଳରେ ଘେନିଲେ, ଆଉ ଈଶ୍ୱରଙ୍କର ସ୍ତବ କଲେ ବୋଲି ଲେଖା ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ବଡ଼ଦିନ ପର୍ବ ପାଳନ କରୁ। ଗତକାଲି ବା 25 ତାରିଖର ପ୍ରଚାର ଯେତେବେଳେ ମୁଁ ଶୁଣୁଥିଲି, ଯୀଶୁ ସେଦିନ ଶିଶୁ ରୂପରେ କ୍ରନ୍ଦନ କରିଥିଲେ। ଆଜି କିନ୍ତୁ ପ୍ରାପ୍ତ ବୟସ୍କ ଯୀଶୁ ଆମମାନଙ୍କର ବ୍ୟବହାରକୁ ଦେଖି କ୍ରନ୍ଦନ କରୁଛନ୍ତି। ମୁଁ କ'ଣ ଯୀଶୁଙ୍କୁ ପ୍ରକୃତରେ ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ ତାଙ୍କୁ ସନ୍ତୁଷ୍ଟ କରିପାରୁଛି କି? ଏଠି ଦେଖୁଛୁ ସେ ଯୀଶୁଙ୍କ ପିତାମାତାଙ୍କୁ ଅପେକ୍ଷା କରିଥିଲେ ଜେରୁସାଲେମ ମନ୍ଦିର ଭିତରେ। ଆଉ ଯେତେବେଳେ ଭିତରକୁ ଆଣିଲେ, ସେମାନଙ୍କର ନିୟମ ଅନୁସାରେ ବାଳକକୁ ସୁନ୍ନତ କରିବା ନିମନ୍ତେ କିମ୍ବା ମନ୍ଦିରରେ ଯାଜକଙ୍କ ଉଦ୍ଦେଶ୍ୟ ସମ୍ମୁଖରେ ଉତ୍ସର୍ଗ କରିବା ନିମନ୍ତେ ସେହି ସମୟରେ ସେ ବାଳକକୁ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅର୍ଥାତ୍ ଅଭିଷିକ୍ତ ମସିହଙ୍କୁ ସେ କୋଳରେ ଘେନି କହୁଛନ୍ତି, ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସଙ୍କୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ। କାରଣ ପବିତ୍ର ଆତ୍ମା ତାଙ୍କୁ ଅନେକ ଦିନ ପୂର୍ବରୁ ପ୍ରତ୍ୟାଦେଶ ଦେଇଥିଲେ ଯେ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତୁମର ମୃତ୍ୟୁ ହେବ ନାହିଁ। ଆଉ ସେ ବାଳକକୁ କୋଳରେ ଘେନି କହୁଛନ୍ତି, ପ୍ରଭୁ ଏବେ ଆପଣା ଦାସଙ୍କୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ ପାଳନ କଲୁ। ଜନ୍ମଦିନ ପାଳନ କଲା ପରେ ଆମେ କ'ଣ ଏଇ କଥା କହୁଛୁ, ପ୍ରଭୁ ମୁଁ ତୁମର ଜନ୍ମଦିନ ପାଳନ କଲି, ତୁମକୁ ମୁଁ କୋଳରେ ନେଲି, ତୁମକୁ ମୁଁ ହୃଦୟରେ ନେଲି, ଏବେ ମୋତେ ଜଗତରୁ ବିଦାୟ ନେବାକୁ ଅନୁମତି ଦିଅ। ଆମେ ଏଇଥିପାଇଁ ମୃତ୍ୟୁକୁ ଭୟ କରୁ ଯେହେତୁ ଆମେ ପ୍ରସ୍ତୁତ ନ ହଉ। ଜଣେ ପ୍ରସ୍ତୁତ ବ୍ୟକ୍ତି ନିମନ୍ତେ ମୃତ୍ୟୁ ଭୟଜନକ ନୁହଁ। ଆଉ ସେ କହୁଛନ୍ତି, କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି। ଆମେ ପୁରାତନ ନିୟମରେ ଆଉ ଜଣେ ବ୍ୟକ୍ତିଙ୍କ କଥା ଦେଖୁ। ଯେତେବେଳେ ଇସ୍ରାଏଲ ଯୋସେଫକୁ ଦେଖିଲେ, ଆଉ ସେ କହିଲେ, ଏବେ ମୋହର ମୃତ୍ୟୁ ହେଉ, କାରଣ ମୁଁ ତୁମ୍ଭର ମୁଖ ଦେଖିଅଛି। ପ୍ରକୃତରେ ପ୍ରଭୁଙ୍କ ଠାରେ ନିର୍ଭର କରିଥିବା ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ପ୍ରଭୁ ସେମାନଙ୍କ ଜୀବନରେ କାର୍ଯ୍ୟ କରନ୍ତି। ଏଠି ଆମେ ଦେଖୁଛୁ ସେ ସିମିଓନ ଯୀଶୁଙ୍କୁ କୋଳରେ ନେଲେ, ଆଉ କହିଲେ, ପ୍ରଭୁ ତୁମ ବାକ୍ୟ ଅନୁସାରେ ଆପଣା ଦାସଙ୍କୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦିଅନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜୀବନରେ ଅନେକ ଥର ବଡ଼ଦିନ ପାଳନ କରିଛୁ। କେଉଁ ବର୍ଷ ଆମେ କହିଛୁ, ପ୍ରଭୁ ମୁଁ ଆପଣଙ୍କୁ ଦର୍ଶନ କଲି,
ମୋହର ନେତ୍ର ତୁମର ପରିତ୍ରାଣ ଦେଖିଲା, ମୋହର ହୃଦୟ ତୁମକୁ ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କଲା, ମୋହର ମୁଖ ପରିତ୍ରାଣ କର୍ତ୍ତା ପ୍ରଭୁ ଯୀଶୁ ବୋଲି ସ୍ୱୀକାର କଲା। ଏବେ ମୋତେ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦିଅ। ମୁଁ ତେଣୁ ଆପଣମାନଙ୍କୁ କହିଲି, ବିଶ୍ୱାସୀ ନିମନ୍ତେ ପ୍ରସ୍ତୁତ ବ୍ୟକ୍ତି ନିମନ୍ତେ ମୃତ୍ୟୁ ଭୟଜନକ ନୁହଁ। ଏଇ ଅଳ୍ପ ସମୟ ପୂର୍ବରୁ ଆମେ ଗୀତରେ ଶୁଣୁଥିଲୁ, ଜଗତକୁ ଏତେ ପ୍ରେମ କଲ ଆଉ ଆପଣ ପୁତ୍ରଙ୍କୁ ଦେଲ। ପିତା ପରମେଶ୍ୱର ଆପଣଙ୍କୁ ଆଉ ମୋତେ ଉଦ୍ଧାର କରିବା ପାଇଁ ମନୁଷ୍ୟ ରୂପରେ ଏ ଜଗତକୁ ଆସିଲେ। ତେଣୁ ମୁଁ ଗତକାଲି ଆଉ ଆଲୋଚନା କରୁ କରୁ କହୁଥିଲି, ବଡ଼ଦିନର ଅର୍ଥ ଦ ଡେ ଅଫ୍ ସାଲଭେସନ୍, ପରିତ୍ରାଣର ଦିନ। ସେଥିପାଇଁ ଦୂତ କହିଲେ, ଦେଖ ମୁଁ ସମସ୍ତଙ୍କ ନିମନ୍ତେ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ଆଣିଅଛି। ଏଠି ସିମିୟନ କହୁଛନ୍ତି, ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି। ଧନ୍ୟ ସେ ବ୍ୟକ୍ତି ଯେ ଖ୍ରୀଷ୍ଟଙ୍କୁ ଆପଣା ସ୍ୱଚକ୍ଷୁରେ ଦେଖିଥିଲେ। ଧନ୍ୟ ସେ ବ୍ୟକ୍ତି ଯେ ଖ୍ରୀଷ୍ଟଙ୍କୁ ଆପଣା ହସ୍ତରେ ନେଇ କୋଳରେ ଆଲିଙ୍ଗନ କରିଥିଲେ। ଆଉ ଲେଖା ଅଛି, ବିଜାତି ମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତି, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବ ସ୍ୱରୂପ କରିଅଛ। ଯୀଶୁଙ୍କ ବିଷୟରେ ସିମିୟନ କହୁଛନ୍ତି, ଯେଉଁ ଲୋକମାନେ ଅନ୍ଧକାରରେ ଥିଲେ, ଯିଶାୟା ପୁସ୍ତକରେ ଲେଖାଯାଏ ଯେ ବିଜାତୀୟ ମାନଙ୍କ ନିକଟରେ ସତ୍ୟ ପ୍ରକାଶକ ଜ୍ୟୋତି ସ୍ୱରୂପେ ଆପଣା ପୁତ୍ରଙ୍କୁ ପ୍ରଭୁ ତୁମେ ଜଗତକୁ ଦେଲ। ତେଣୁ ଧନ୍ୟ ହେଲା ମୋର ଚକ୍ଷୁ, ମୁଁ ତାହାଙ୍କୁ ଦର୍ଶନ କଲି। ଧନ୍ୟ ହେଲା ମୋର ହସ୍ତ, ମୁଁ ତାହାଙ୍କୁ ଦେଖିପାରିଲି। ଯିଶାୟା 9:2 ଲେଖା ଅଛି, ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହା ଆଲୁଅ ଦେଖିଅଛନ୍ତି। ଏଇଟା ଥିଲା ଇସ୍ରାଏଲ ଲୋକମାନଙ୍କ ପାଇଁ ଖ୍ରୀଷ୍ଟଙ୍କର ଜନ୍ମ, ମହା ଆଲୁଅ। ଯେଉଁମାନେ ମୃତ୍ୟୁ ଛାୟାରୂପ ଦେଶରେ ବାସ କଲେ ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। ତେଣୁ ସିମିୟନ କହୁଛନ୍ତି, ବିଜାତି ମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତି, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବ ସ୍ୱରୂପ କରିଅଛ। ଯେତେବେଳେ ସିମିୟନ ଯୀଶୁଙ୍କୁ କୋଳରେ ନେଇ କହୁଛନ୍ତି, ଧନ୍ୟ ପିତା ତୁମ ନାମ, ବିଜାତୀୟ ମାନଙ୍କ ପାଇଁ ତୁମେ ସତ୍ୟ ପ୍ରକାଶକ ଜ୍ୟୋତି। ଆଉ ବାକ୍ୟରେ ଲେଖାଯାଏ, ତାଙ୍କ ପିତାମାତା ଚମତ୍କୃତ ହେଲେ। ଆଉ 34 ପଦରେ ଲେଖାଯାଏ, ସିମିୟନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରିୟମଙ୍କୁ କହିଲେ, ଦେଖ ଯେପରି ଅନେକଙ୍କର ହୃଦୟର ଭାବ ପ୍ରକାଶିତ ହୁଏ, ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ। ପୁଣି ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗବିଦ୍ଧ କରିବ। ସିମିୟନ କହୁଛନ୍ତି, ଏଇ ଯେଉଁ ବ୍ୟକ୍ତି ଜନ୍ମ ନେଲେ ଇସ୍ରାଏଲ ମାନଙ୍କ ପାଇଁ, ବିଜାତୀୟ ମାନଙ୍କ ପାଇଁ, ଅନ୍ଧକାରରେ ଭ୍ରମଣ କରୁଥିବା ଲୋକମାନଙ୍କ ପାଇଁ ଜ୍ୟୋତି ସ୍ୱରୂପ, ଆଉ ଅନେକଙ୍କ ନିମନ୍ତେ କ'ଣ ହେବେ? ଉତ୍ଥାନ ଆଉ ପତନର କାରଣ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁଙ୍କ ଜନ୍ମଦିନରେ ଆପଣଙ୍କର ପ୍ରତିକ୍ରିୟା କ'ଣ? ଆପଣ କ'ଣ ସେହି ବ୍ୟକ୍ତି ଯେ ଯୀଶୁଙ୍କର ପ୍ରକୃତ ଆଗମନକୁ ଅପେକ୍ଷା କରୁଥିବା ବ୍ୟକ୍ତି? ତେଣୁ ମୁଁ ଆପଣଙ୍କୁ କହିଲି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ ପରିତ୍ରାଣର ଦିନ। କାରଣ ସେ ଜଗତରେ ଜନ୍ମ ନେବା ଦ୍ୱାରା ସମଗ୍ର ଜଗତ ଯେପରି ପରିତ୍ରାଣ ପାଇବ ଆଉ ଖ୍ରୀଷ୍ଟଙ୍କ ରାଜ୍ୟରେ ସ୍ଥାନ ପାଇବ, ଏଇଆ ଥିଲା ତାହାଙ୍କର ଯୋଜନା। ଯୀଶୁଙ୍କ ଜନ୍ମଦିନ ଆନନ୍ଦର ଦିନ। ତେଣୁ ଦୂତ କହିଲେ, ସମସ୍ତ ଲୋକଙ୍କ ନିମନ୍ତେ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ମୁଁ ଆଣିଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆସନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ପ୍ରଭୁ ଯୀଶୁଙ୍କର ଜନ୍ମଦିନକୁ ଯଦି ଆମେ ଏ ବର୍ଷ ଠିକ୍ ଭାବରେ ପାଳନ କରିପାରିନାହୁଁ, ତାଙ୍କର ଆଗମନକୁ ଆମେ ନିଜ ନିଜକୁ ପ୍ରସ୍ତୁତ କରିବା ଆଉ ଏଇ କଥା କହିବା, ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ
आशीर्वाद करंतु। प्रार्थना करिबा। स्वर्गीय पिता तुमर धन्यवाद करू सुंदर समय पाए ए पर्यंत ए मंडली को तुम्हें प्रतिपालन कल, मंडली को सुरक्षा देल, मंडलीर समस्त भार नेल, मंडली प्रति मनोयोगी प्रभु हेल। ए वर्षर शेष उपासना बा रविवार उपासनार दिन देखा देल। प्रभु तुम नाम धन्य हो। प्रार्थना करू ए वर्षर केतेक बाकी दिन प्रभु तुमको भय करी क्षेपण करिबा पाई आमान को अनुग्रह कर। आसुथिबा नुआ वर्ष आम प्रत्येक जीवन पाई आशीर्वादर वर्ष हेबा निमंते आमान को प्रस्तुत हेबा को दियो। पुणी आम मंडली द्वारा प्रभु तुम्हें केवल गौरवान्वित हुआ। प्रार्थना निवेदन शुणिल, धन्यवाद दे आउ थे आम प्रत्येक को तुम हस्तरे समर्पण करी जीशुଙ୍କ नामरे मागुअछु, आमेन। आहे आमानक स्वर्गस्थ पिता तुम्भ नाम पवित्र बोली मान्य हो। तुम्हार राज्य आसु जेपरि स्वर्गरे सेपरि पृथ्वी रे तुमर इच्छा सफल हो। आज आमान को प्रयोजन आहार दियो। आम्भे माने जेपरि निज निज अपराधी मान को क्षमा करियछु सेहीपरि आमान को अपराध सकल क्षमा कर। परीक्षा आमान को आण नाही, मात्र मंदरु रक्षा कर। जनु राज्य पराक्रम गौरव जुगे जुगे तुम्भर, आमेन। पिता ईश्वर प्रेम, पुत्र प्रभु जीशुଙ୍କ अनुग्रह, पवित्र धर्मात्मा शांति शक्ति सुमधुर सहभागिता ए समय तुम आगमन पर्यंत आम प्रत्येक सहित संगे संगे हेउंतु, आमेन। समस्त नमस्कार।